ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜିର ପଠନାବଳୀ ମୁଖ୍ୟତଃ ଆଧ୍ୟାତ୍ମିକ ଅଜ୍ଞତା, ଯାହା ଶାରୀରିକ ଅନ୍ଧକାର ଏବଂ ପରମେଶ୍ୱରଙ୍କର ଦିବ୍ୟ ଜ୍ୟୋତି ଦ୍ୱାରା ଦୃଷ୍ଟିଶକ୍ତି ଲଭିବାର ଏକ ମହା ଆନନ୍ଦର ମହଲ ବା ପରିବେଶକୁ ଦୃଶ୍ୟମାନ କରେ। ତପସ୍ୟା କାଳରେ ମୁଖ୍ୟତଃ ଅନୁତାପ, ଉପବାସ ଓ ପ୍ରାର୍ଥନା ବିଷୟରେ ଅନୁଧ୍ୟାନ କରିବା ପାଇଁ ମଣ୍ଡଳୀ ଶିକ୍ଷା ଦିଏ। କିନ୍ତୁ ଏହି ଚତୁର୍ଥ ରବିବାର, ଯାହା ତପସ୍ୟା କାଳର ମଧ୍ୟବର୍ତ୍ତୀ ରବିବାର, ଏହି ରବିବାର ଲାଟିନ୍ରେ ଲେଇତାରେଇ ଅର୍ଥାତ୍ ଆନନ୍ଦର ରବିବାର ଭାବରେ ଜଣାଯାଏ। କାରଣ ପାସ୍କା ପର୍ବ ନିକଟବର୍ତ୍ତୀ ହେଲାଣି, ତେଣୁ ଆନନ୍ଦ କରିବା ପାଇଁ ଏହା ଆମ୍ଭମାନଙ୍କୁ ଆହ୍ୱାନ କରେ। ପ୍ରଥମ ସାମୁଏଲ ପୁସ୍ତକ 16 ଅଧ୍ୟାୟ 1 ପଦ 6-7 ଏବଂ 10-13 ପଦରୁ ଆମେ ଜାଣିବାକୁ ପାଉ ଯେ ଜେସେଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଇସ୍ରାଏଲର ନୂତନ ରାଜା ଭାବରେ ଅଭିଷେକ କରିବା ପାଇଁ ପରମେଶ୍ୱର ସାମୁଏଲଙ୍କୁ ପ୍ରେରଣ କରନ୍ତି। ପ୍ରଥମେ ସାମୁଏଲ ଭାବନ୍ତି ଯେ ସନ୍ତାନମାନଙ୍କ ମଧ୍ୟରୁ ଯିଏ ବଳିୟାନ ଓ ସୌନ୍ଦର୍ଯ୍ୟବାନ ତାହାକୁ ହିଁ ମନୋନୀତ କରିବା। କିନ୍ତୁ ପରମେଶ୍ୱର ତାହାଙ୍କୁ କହିଲେ, ମନୁଷ୍ୟ ବାହ୍ୟ ରୂପକୁ ଦେଖନ୍ତି, କିନ୍ତୁ ଆମ୍ଭେ ହୃଦୟକୁ ଦେଖିଥାଉ। ସର୍ବଶେଷରେ ଦାଉଦ, ଯିଏକି କନିଷ୍ଠ ପୁତ୍ର, ଏମିତିକି ଯାହାଙ୍କୁ ଟିକକ ମଧ୍ୟ ଆଶା କରାଯାଇନଥିଲା, ତାହାଙ୍କୁ ପରମେଶ୍ୱର ଇସ୍ରାଏଲର ଦ୍ୱିତୀୟ ରାଜା ରୂପରେ ଅଭିଷିକ୍ତ କରାନ୍ତି। ସମ୍ବାଦ। ମନୁଷ୍ୟଙ୍କ ଭଳି ପରମେଶ୍ୱର ବିଚାର କରନ୍ତି ନାହିଁ, ବରଂ ସେ ଜଣକର ହୃଦୟ ବା ଅନ୍ତଃକରଣକୁ ଦେଖନ୍ତି, ପୁଣି ତା'ର ନମ୍ରତା ଓ ବିଶ୍ୱାସକୁ ଚାହାନ୍ତି। ଇସ୍ରାଏଲମାନେ ନିଶ୍ଚିତ ଆନନ୍ଦ ଅନୁଭବ କରିଥିବେ, କାରଣ ସେମାନେ ଏକ ନୂତନ ରାଜାଙ୍କୁ ପ୍ରାପ୍ତ କରନ୍ତି। ତପସ୍ୟାକାଳୀନ ଶିକ୍ଷା। ତପସ୍ୟା କାଳରେ ବାହ୍ୟ ଜୀବନର ଧାର୍ମିକ ଅଭ୍ୟାସଗୁଡ଼ିକୁ ପ୍ରାଧାନ୍ୟ ଦେବା ସହିତ ଅନ୍ତଃକରଣର ସ୍ୱଚ୍ଛତା ଓ ପବିତ୍ରତା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ବାହ୍ୟ ଭାବରେ ବା ଦେଖାଣିଆ ହୋଇ ପ୍ରାର୍ଥନା କରୁ କି ନା ସତ୍ୟରେ ପ୍ରଭୁଙ୍କୁ ବିଶ୍ୱାସ ଓ ପ୍ରେମ କରୁ? ଲୋକମାନଙ୍କୁ ସେମାନଙ୍କର ବାହ୍ୟ ରୂପ, ଧନ ସମ୍ପତ୍ତି, ବେଶ ପୋଷାକ ଓ ପଦପଦବୀକୁ ନେଇ ବିଚାର କରୁ କି? ବାସ୍ତବରେ ତପସ୍ୟା କାଳ ହୃଦୟ ଓ ଆତ୍ମାର ସିଦ୍ଧତା ପାଇଁ ଆହ୍ୱାନ କରେ। ସେଥିପ୍ରତି ସଚେତନ ହେବା ଉଚିତ। ଯୋହନ ଲିଖିତ ସୁସମାଚାର ଅଧ୍ୟାୟ 9 ପଦ ସଂଖ୍ୟା 1-41 ପଦ ମଧ୍ୟରେ ଆମ୍ଭେମାନେ ଜାଣିବାକୁ ପାଉ ଯେ ଜଣେ ଜନ୍ମାନ୍ଧଙ୍କୁ ଯୀଶୁ ସୁସ୍ଥ କରନ୍ତି। କିନ୍ତୁ ପରିତାପର ବିଷୟ ଏହି ଯେ ଫାରୁସୀମାନେ ଏହି ଆଶ୍ଚର୍ଯ୍ୟ କର୍ମକୁ ଗ୍ରହଣ କରନ୍ତି ନାହିଁ ଏବଂ ସେହି ଜନ୍ମାନ୍ଧ ପ୍ରଭୁଙ୍କୁ ନ ଦେଖି ସୁଦ୍ଧା ତାଙ୍କଠାରେ ସେ ବିଶ୍ୱାସ କରନ୍ତି, ପୁଣି ଆନନ୍ଦ ଅନୁଭବ କରନ୍ତି। ଅପରପକ୍ଷରେ ଫାରୁସୀମାନେ ସେହି ଜନ୍ମାନ୍ଧଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଇତସ୍ତତ ବା ବିରକ୍ତ କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସେହି ଜନ୍ମାନ୍ଧ ନିର୍ଭୟରେ ପ୍ରଭୁଙ୍କର କାର୍ଯ୍ୟକୁ ସ୍ୱୀକାର କରନ୍ତି ଏବଂ ସେମାନଙ୍କୁ ଉଚିତ ଜବାବ ଦେଇ ପାଟି ବନ୍ଦ କରାନ୍ତି। ଏହିଭଳି ଭାବେ ସେ ପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତି ଓ ସାକ୍ଷ୍ୟ ଦିଅନ୍ତି। ସମ୍ବାଦ। ଜଗତରେ ଆମେ ଦୁଇ ପ୍ରକାରର ଅନ୍ଧତା ବିଷୟରେ ଜାଣିଥାଉ। ପ୍ରଥମ, ଶାରୀରିକ ଅନ୍ଧତା। ଜନ୍ମାନ୍ଧ ବ୍ୟକ୍ତିଟି ପରି କେତେକ ଲୋକ ଅଛନ୍ତି, ସେମାନେ ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଯାଇଛନ୍ତି, ସେମାନେ ଦେଖିପାରନ୍ତି ନାହିଁ। ଦ୍ୱିତୀୟ, ଆଧ୍ୟାତ୍ମିକ ଅନ୍ଧତା। ଫାରୁସୀମାନେ, ଯେଉଁମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ବାରଣ କରିବା ଦ୍ୱାରା ସେମାନେ ଆଧ୍ୟାତ୍ମିକ ଭାବେ ଅନ୍ଧ ହୋଇଛନ୍ତି। ତଦ୍ରୂପ ଆମ୍ଭେ ଅନେକ ପାପରେ ପଡ଼ି ଆଧ୍ୟାତ୍ମିକ ଅନ୍ଧ ହୋଇଅଛୁ। ଜନ୍ମାନ୍ଧ ବ୍ୟକ୍ତିଟି ଦ୍ୱୟ ପ୍ରକାରର ଦୃଷ୍ଟି ଲାଭ କରନ୍ତି, ଯଥା ଶାରୀରିକ ଓ ଆଧ୍ୟାତ୍ମିକ। କିନ୍ତୁ ଫାରୁସୀମାନେ ଶାରୀରିକ ଦୃଷ୍ଟି ଶକ୍ତି ଥିଲେ ସୁଦ୍ଧା ଆଧ୍ୟାତ୍ମିକ ଭାବେ ଅନ୍ଧ ହୋଇଛନ୍ତି। ତପସ୍ୟାକାଳୀନ ଶିକ୍ଷା। ଯେଉଁମାନେ ତପସ୍ୟାକାଳୀନ ରୀତିନୀତି ଓ ନିୟମ ପାଳନ କରନ୍ତି, ସେମାନେ ତପସ୍ୟାକାଳୀନ ଯାତ୍ରାରେ ସାମିଲ ହୁଅନ୍ତି, ଅର୍ଥାତ୍ ସେମାନେ ଅନ୍ଧତ୍ୱରୁ ଦୃଷ୍ଟି, ଅଜ୍ଞତାରୁ ଜ୍ଞାତ, ବିଷାଦରୁ ଆନନ୍ଦ, ଅବିଶ୍ୱାସରୁ ବିଶ୍ୱାସର ଯାତ୍ରା କରନ୍ତି। ଯଦି କୌଣସି ମତେ ତପସ୍ୟାକାଳୀନ ନିୟମକୁ ଅଗ୍ରାହ୍ୟ କରି ପାଳନ କରୁନାହୁଁ, ତେବେ ଆମେ ଆଧ୍ୟାତ୍ମିକ ଅନ୍ଧତ୍ୱରେ ହିଁ ବିଚରଣ କରୁଅଛୁ। ଆମ୍ଭେମାନେ ସେହି ଫାରୁସୀଙ୍କ ଭଳି ଅନ୍ୟର କଲ୍ୟାଣ ବା ମଙ୍ଗଳ ଦେଖି ଅସହ୍ୟ ହୋଇଥାଉ। ଅନ୍ୟର ଉନ୍ନତି, ଆନନ୍ଦ, ସୁଖ ଦେଖି ଜର୍ଜରିତ ହୋଇଥାଉ। ଆମର ଚକ୍ଷୁ ଶୂଳେଇ ହୋଇଥାଏ। ଆମ ଚତୁଃପାର୍ଶ୍ୱରେ ଥିବା ଅଭାବୀ, ରୋଗବ୍ୟାଧି, ଅସହାୟୀ, ଦୁଃଖୀରଙ୍ଖୀ, ଗରିବ, ଅନାଥ, ବିଧବାଙ୍କ ପ୍ରତି ଦୃଷ୍ଟି ଫେରାଇ ନେଉ। ଦେଖି ସୁଦ୍ଧା ନ ଦେଖିଲା ଭଳି, ଶୁଣି ସୁଦ୍ଧା ନ ଶୁଣିଲା ଭଳି, ଜାଣି ସୁଦ୍ଧା ନ ଜାଣିଲା ଭଳି ବ୍ୟବହାର କରିଥାଉ। ସେ ସମସ୍ତ ପରିବେଶ ଓ ପରିସ୍ଥିତିକୁ ଅଣଦେଖା କରିଥାଉ। ପୁଣି ଅତି ପରିତାପର ବିଷୟ ଏହି ଯେ ଆମେମାନେ ବାହାନା କରୁ ଯେ ପାପରେ ବିଚରଣ କରି ମଧ୍ୟ
ଆମର ଆଚରଣ ଦ୍ୱାରା ଦର୍ଶାଇବାକୁ ଚେଷ୍ଟା କରୁ ଯେ ଆମ୍ଭେମାନେ ଧାର୍ମିକ ଜୀବନଯାପନ କରୁଅଛୁ। କିନ୍ତୁ ତପସ୍ୟା କାଳ ଆମ୍ଭମାନଙ୍କୁ ସୁଯୋଗ ଦିଏ ଏହିଭଳି ଅନ୍ଧକାରମୟ ଜୀବନକୁ ତ୍ୟାଗ କରି ଖ୍ରୀଷ୍ଟଙ୍କର ଆଲୋକରେ ଆଲୋକିତ ହେବା। ତେଣୁ ଦ୍ୱିତୀୟ ପଠନ ଯାହା ସାଧୁ ପାଉଲଙ୍କର ପତ୍ର ଏଫେସୀୟମାନଙ୍କ ପ୍ରତି ଅଧ୍ୟାୟ 5 ପଦ ସଂଖ୍ୟା 8-14 ମଧ୍ୟରେ ଆମେ ଜାଣିବାକୁ ପାଉ, ଏକଦା ତୁମେ ଅନ୍ଧକାରରେ ବିଚରଣ କରୁଥିଲ, କିନ୍ତୁ ବର୍ତ୍ତମାନ ତୁମେ ପ୍ରଭୁ ଯୀଶୁଙ୍କର ଆଲୋକରେ ଆଲୋକିତ ହୋଇ ଆଲୋକର ସନ୍ତାନ ହୋଇ ବାସ କର। ମୁଖ୍ୟ ସମ୍ବାଦ, ଖ୍ରୀଷ୍ଟୀୟ ଜୀବନ ହିଁ ସେହି ଆଲୋକର ଜୀବନ। ତେଣୁ ଆମ୍ଭେ ସତ୍ୟ, ଉତ୍ତମ, ନ୍ୟାୟ ଓ ଧର୍ମ ଜୀବନ ଆପଣାର କରିବା ବିଧେୟ। ତପସ୍ୟାକାଳୀନ ଶିକ୍ଷା। ତପସ୍ୟା କାଳ ଆହ୍ୱାନ କରେ ଯେ ଆମ୍ଭେମାନେ ଯେପରି ପାପରୁ ଅନୁଗ୍ରହ, ଅନ୍ଧକାରରୁ ଆଲୋକ, ସ୍ୱାର୍ଥପରରୁ ନିଃସ୍ୱାର୍ଥ ବା ତ୍ୟାଗପୂର୍ଣ୍ଣ ଜୀବନକୁ ଯାତ୍ରା କରିବା, ଯଦ୍ୱାରା ଆମ୍ଭେମାନେ ଆଲୋକର ସନ୍ତାନ ବୋଲି ଜଗତକୁ ସାକ୍ଷ୍ୟ ଦେବା। କାରଣ ଖ୍ରୀଷ୍ଟଙ୍କ ଜ୍ୟୋତିରେ ଆମ୍ଭେମାନେ ଉଦ୍ଭାସିତ ହୋଇ ଆମ୍ଭେମାନେ ମଧ୍ୟ ଜଣେ ଜଣେ ଜଗତ ପାଇଁ ଜ୍ୟୋତି ହୋଇପାରିବା। ତେଣୁ ପ୍ରଭୁ କହନ୍ତି, ତୁମେ ଜଗତର ଜ୍ୟୋତି। ମାଥ୍ୟୁ ଲିଖିତ ସୁସମାଚାର 5:14। ଏହାର ଅର୍ଥ ଆମ୍ଭମାନଙ୍କର ଜୀବନ ଶୈଳୀ ଦ୍ୱାରା, ଅର୍ଥାତ୍ ଆମ୍ଭର ଉତ୍ତମ ଆଚରଣ, ବ୍ୟବହାର, କାର୍ଯ୍ୟକଳାପ, ବିଶ୍ୱାସ ଓ ପ୍ରେମ ଦ୍ୱାରା ଜଗତକୁ ଦର୍ଶାଇବା ଯେ ଆମ୍ଭେମାନେ ଜଗତର ଏକ ଜ୍ୟୋତି। ଅତଏବ ଆମ୍ଭ ଦୈନନ୍ଦିନ ଜୀବନରେ କେତେକ ତପସ୍ୟାକାଳୀନ ସଂକଳ୍ପ ନେବା। ପ୍ରଥମ, ଆମର ଆଧ୍ୟାତ୍ମିକ ଚକ୍ଷୁକୁ ଖୋଲିବା ପାଇଁ ଯୀଶୁଙ୍କୁ ଅନୁନୟ ବିନୟ କରିବା। ସର୍ବଦା ପ୍ରାର୍ଥନା କରି କହିବା, ହେ ପ୍ରଭୁ, ମୋର ଦୁର୍ବଳତାକୁ ଓ ତୁମ ସତ୍ୟତାକୁ ଦେଖିବାକୁ ମୋତେ ସାହାଯ୍ୟ କର। ଦ୍ୱିତୀୟ, ପରମେଶ୍ୱର ବାହ୍ୟ ପ୍ରଥାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ, ବରଂ ଅଭ୍ୟନ୍ତରୀଣ ପରିବର୍ତ୍ତନକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ତେଣୁ ଆମେ ସର୍ବଦା ଆମର ଅନ୍ତର ଆତ୍ମାକୁ ନିରୀକ୍ଷଣ କରି ଦେଖିବାକୁ ଚେଷ୍ଟା କରିବା, ଯଦ୍ୱାରା ପାପକୁ ବଶୀଭୂତ କରିପାରିବା। ତୃତୀୟ, ଆମର ପ୍ରାର୍ଥନା, ଉପବାସ ଓ ଦାନଧର୍ମ ଦ୍ୱାରା ଖ୍ରୀଷ୍ଟଙ୍କ ଠାରୁ ଲାଭ କରିଥିବା ଜ୍ୟୋତିକୁ ଆମେ ସର୍ବଦା ଜ୍ୟୋତିର ସନ୍ତାନ ରୂପେ ଜ୍ୱଳନ୍ତ ରଖିବା। ଚତୁର୍ଥ, ଅନ୍ୟକୁ ବିଚାର ନ କରି ସେମାନଙ୍କର ଉତ୍ତମତାକୁ ପ୍ରଶଂସା କରିବା ଏବଂ ତାଙ୍କର କଲ୍ୟାଣ କରିବା। ପଞ୍ଚମ, ଜନ୍ମାନ୍ଧଙ୍କ ଭଳି ବିଶ୍ୱାସରେ ବୃଦ୍ଧି ହେବା। ପ୍ରଥମେ ସେ ଯୀଶୁଙ୍କୁ ଏକ ମନୁଷ୍ୟ ପୁତ୍ର ଭାବେ ଅନୁଭବ କରନ୍ତି, ତତ୍ପରେ ଜଣେ ଭବିଷ୍ୟତ ବକ୍ତା ଏବଂ ସର୍ବଶେଷରେ ପ୍ରଭୁ ବୋଲି ସ୍ୱୀକାର କରନ୍ତି। ତଦୃଶ୍ୟ ଆମର ବିଶ୍ୱାସ ଧୀରେ ଧୀରେ ଦୃଢ଼ ହେଲେ ସୁଦ୍ଧା ତପସ୍ୟା କାଳରେ ସୁନିଶ୍ଚିତତା ସହିତ ଗଭୀର ଭାବରେ ବୃଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରିବା। ପ୍ରାର୍ଥନା। ହେ ଦିବ୍ୟାଲୋକର ପରମେଶ୍ୱର, ତୁମର ସେହି ଦିବ୍ୟ ଦୃଷ୍ଟି ଆମ୍ଭମାନଙ୍କୁ ପ୍ରଦାନ କର, ଯେପରି ଆମ୍ଭେମାନେ ଆମର ଅନ୍ଧକାର ଜୀବନକୁ ଦୃଷ୍ଟିଗୋଚର କରି ଦିବ୍ୟ ଜ୍ୟୋତିର ଜୀବନକୁ ଆପଣାର କରିପାରିବୁ। ଏହି ତପସ୍ୟାକାଳୀନ ନିୟମକୁ ପାଳନ କରି ଆମ ପାପମୟ ଜୀବନରୁ ନିବୃତ୍ତ ହୋଇ ସ୍ୱର୍ଗୀୟ ଜୀବନ ପ୍ରତି ଆସକ୍ତ ହୋଇପାରିବୁ। ତଥାସ୍ତୁ।